ସାରନଗରୀ ଶାଖାର ମାସିକ ସାରସ୍ୱତ ସମାବେଶ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖାର ମାସିକ ସାରସ୍ୱତ ସମାବେଶରେ ସ୍ନାନ ମଣ୍ଡପରୁ ନୀଳାଦ୍ରି ବିଜେ ଆଲୋଚନା ଚକ୍ର ଓ ଭାବରେ ଭାବରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଉପରେ କବିତା ପାଠଶ୍ରବ କାର୍ଯ୍ୟକ୍ରମ ଆଇଡିଏଲ୍ ନିକଟସ୍ଥ ଚିନ୍ମୟ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଶାଖାର କାର୍ଯ୍ୟକାରୀ ସଭାପତି ତଥା ଚିନ୍ମୟ ଏକାଡେମୀର ନିର୍ଦ୍ଦେଶକ ଶିକ୍ଷାବିତ୍ ତ୍ରିନାଥ ଦାସ ମୋହିନୀଙ୍କ ସଭାପତିତ୍ୱ, ଉପସଭାପତି ସୁଭାଷ ଚନ୍ଦ୍ର ପାତ୍ରଙ୍କ ଆବାହକତ୍ୱ ଓ ସହସମ୍ପାଦକ ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ, ମୁଖ୍ୟ ଅତିଥି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା କବି ବିଜୟିନୀ ଜେନା, ବିଷୟ ବିଶେଷଜ୍ଞ ଓ ଅନ୍ୟତମ ସହସମ୍ପାଦିକା ଶ୍ୱେତଲିନା ଶତପଥୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ମହାପ୍ରଭୁଙ୍କ ସ୍ନାନ, ଗୋଟି ପହଣ୍ଡି, ଧାଡ଼ି ପହଣ୍ଡି, ପ୍ରତ୍ୟକ୍ଷ ଓ ପରୋକ୍ଷ ସ୍ନାନ, ଶ୍ରୀ ଜଗନ୍ନାଥଙ୍କର ମାନବୀୟ ଲୀଳା, ତାଙ୍କ ଲୀଳା କିପରି ରହସ୍ୟାବୃତ, ସେ କିପରି ଆମ ପ୍ରାଣର ସାହିତ୍ୟ ସଂସ୍କୃତିର ମୂଳ ଆଧାର, ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ସେହିପରି ସୁଚିସ୍ମିତାଙ୍କ ସଂଯୋଜନାରେ କବିତା ଆସରରେ ସର୍ବଶ୍ରୀ କରୁଣାକର ସାହୁ, ଶ୍ରୀନାଥ ଚନ୍ଦ୍ର ନାୟକ, ସୁବର୍ଣ୍ଣା ଦତ୍ତ, ଆରତୀ ବେହେରା, ସୁନିତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ସବିତା ଦାସ, ସାହିଲ ପ୍ରଧାନ, ଶ୍ୱେତଲିନା ଶତପଥୀ, ସୁଚିସ୍ମିତା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ମହାନଗର ସଂଗଠନ ସମ୍ପାଦକ କୁଞ୍ଜ ବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସୀ ସାହୁ, ମାଧୁରୀ ପ୍ରଧାନ, ପ୍ରତିଭା ଦାସ, ମୋହିନୀ, ରୀତାରାଣୀ ପ୍ରଧାନ, ଅନ୍ନପୂର୍ଣ୍ଣା ଟୁଡୁ, ମନୋଜ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଉରକେଲାରୁ କୁଞ୍ଜ ବିହାରୀ ରାଉତଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆମ ଜଗନ୍ନାଥ ସଂସ୍କୃତି ଚେତନା ଗବେଷଣା ପ୍ରତିଷ୍ଠାନ ତାର ଉପରେ ବହୁତ ଅନେକ ଜ୍ଞାନୀ ଗୁଣୀ ଭକ୍ତ, ଲେଖକ, କବି ଆଉ ଉଚ୍ଚ ପଦାଧିକାରୀ IAS IPS ପରାମର୍ଶ ଏବଂ मोर जेतिक शक्ति थिला शक्ति मु प्रयोग कर सारी मो द्वारा हो नहीं एवं किसी सुंदर देखु चमत्कारिता से पिलाटी आरगला से सुख हो बापा माँ खुशी से छुआ को ले जो डाक्तरी विद्या फेल से महाप्रभु का आशीर्वाद केते काम कर काम कला केते लक्ष लक्ष कोटि कोटि भक्त पूरी श्रीमंदिर को आउछन दर्शन करने केते कष्ट आउछंती सेठी दर्शन करने धाड़ी में छिड़ा है घंटा घंटा धरी महाप्रभु दर्शन करते छिड़ा है जय जगन्नाथ जय जगन्नाथ श्रीमंदिर चतुष्पार्श्व